जय श्री जगन्नाथ। जगन्नाथ पदार बिंदरे अनंत कोटि दंडवत। वर्तमान 3:35 आज हूँ पंचुकर लास्ट दिन जहाँकि आज कार्तिक पूर्णमी। आज मु भोर उठी पड़ी 3:35 उठी आम जेहेतु आज पूर्णमी आमर डंगा भसा हम। डंगा भसा प्रस्तुत हो जाइए। आपण मैंने देखु मु मोर आमर एपटर किमिति कौन विधि विधान रे डंगा भसा जाए आपण मैंने देखु। प्रथमे आमे डंगा को रखी घी दीप दौ आउ धूप दे नैवेद्य दे आमे बोईत दुईटी को बंदे दौ। तापर आमे ताकू जल रे भसई दौ। मु सब रेडी करी घर नहीं जाइए। खाली झील टिके धूप हल्ले देला। ये किसी 3:35 ये किसी दृश्य मोर बैद पाखे भोग लगेदेली। दीप टिके धूप टिके बुलेदेली। तापर आमर एबे डंगा भसा प्रोसेस कामटी चलो। आपण मैंने भिडियो टी देखु। डंगा भसैला बेले कह जाए आका मा पई पान गुआ थोई पान गुआ तोर मासक धर्म मोर। एक कहीं आमे देवदेव महादेव को स्मरण करी डंगाटी को पानी रे भसई देवा। आगुरी भी आसिकी समस्ते भसईकी गले। आमे तमने केते रात्रु भसैले डंगा। तथापि मु आसी नई पोखरी पाखे पहुँचला बेलू निहाती 3:45 कि 4टा पाखापाखि होती। डंगाटी को मु मोर पानी रे आराम से जो डंगा सब भसी सेगुड़ा सब भासीनी ताकू सब प्रथम भसईदेवी। भसई सारा मो डंगाटी को मु भसईबी। एमती मो डंगा भसैला यहाँ गोटे डंगाटा अच्छी टे साइड करदे। तापर मो डंगाटी को भसे पछपटर 2टा डंगा अच्छी भी टे आग को नहीं आसवा। तापर मो डंगाटी को मु भसैबी। आका मा बई पान गुआ थोई पान गुआ तोर मासक धर्म मोर। जा भासी जा जा भासी जा जा भासी जा। केते सुंदर पुणी बंची आर वर्ष को। एते तप व्रत यही डंगा टिके देदेला परे सब किसी मनरे संतुष्टि पड़े आसे। एबे हमें जीवा लक्ष्मी नारायण मंदिर झील टिके डंगा भसई दो। तापर जीवा हमें मंदिर लक्ष्मी सब मंदिर आज मु दर्शन करेबी सकाळु सकाळु।
ହନୁମାନଙ୍କର ପାଖରେ ଦୀପ ଧୂପ ଦେଇ ମୁଁ ମୋର ଯେହେତୁ ମୋର ପ୍ରତ୍ୟେକ ଦିନ ହନୁମାନ ଚାଳିଶା ମୁଁ ଘରେ ଗାନ କରେ, ମୁଁ ସେଥିପାଇଁ ମୁଁ ସେଇ ହନୁମାନ ଚାଳିଶାରେ 5 ମିନିଟ୍ ହନୁମାନ ଚାଳିଶା କରିଦେଲି। କରିକି ମୁଁ ଭଗବାନଙ୍କୁ ଦର୍ଶନ କରି ଦୀପ ଧୂପ ଦେଇ ମୁଁ ପଳେଇ ଆସିଛି ପୁଣି ଆମ ଗାଁ ମୁଣ୍ଡରେ ଗୋଟେ ହନୁମାନ ମନ୍ଦିର ଅଛି, ମୁଁ ସେଠିକି ପଳେଇ ଆସିଛି। ସେଠି ବି ଦେଖନ୍ତୁ ଆପଣମାନେ, ଆମ ଗାଁକୁ ଏଣ୍ଟ୍ରି କରିବା ଫାଷ୍ଟରେ ଆମେ ହନୁମାନ ମନ୍ଦିର ପାସ୍ କଲେ ଆମେ ଗାଁ ଭିତରକୁ ପଶିବା। ଗାଁ ଭିତରକୁ ପ୍ରବେଶ ବାଟରେ ଅଛି ଗୋଟେ ଜଗନ୍ନାଥ ମନ୍ଦିର, ସବୁ ଦର୍ଶନ କରିବେ। ଆପଣମାନେ ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଭିଡ଼ିଓଟି କେମିତି ଲାଗୁଛି ଭିଡ଼ିଓ ଶେଷରେ କମେଣ୍ଟ ଗୋଟେ ଦେବାକୁ ଜମାରୁ ଭୁଲିବେନି। ଆଉ ଯଦି ଭିଡ଼ିଓଟି ମୋର ଭଲ ଲାଗେ ନିଶ୍ଚିତ ତାକୁ ସେୟାର କରିବେ, ଏତିକି ମୋର ଅନୁରୋଧ। ଏବେ ଆସିଯିବା ଆମେ ଜଗନ୍ନାଥଙ୍କ ପାଖକୁ, ଦେଖିବା ଜଗନ୍ନାଥଙ୍କ ଦର୍ଶନ ଏବେ କରିଦେବା। ଏବେ ଆସନ୍ତୁ ଆମ ଜଗନ୍ନାଥ ମନ୍ଦିର ଦର୍ଶନ କରିବା। ଜଗନ୍ନାଥଙ୍କୁ ସକାଳୁ ସକାଳୁ ଦର୍ଶନ କଲେ ଏତେ ଅପୂର୍ବ ଆନନ୍ଦ, କିଛି ମାଗିବାକୁ ଇଚ୍ଛା ହୁଏନି। ଏ ବ୍ରହ୍ମାଣ୍ଡ ଠାକୁର ବ୍ରହ୍ମାଣ୍ଡକୁ ତିଆରି କରିଛନ୍ତି, ତାଙ୍କୁ ଆମେ କ'ଣ ମାଗିବା? ସେ ତ ଆମକୁ ଯାହା ଦେଇଛନ୍ତି ଆମ ଭଲ ପାଇଁ ଦେଇଛନ୍ତି, ସେତିକିରେ ଆମେ ଖୁସି ହେବା ଆଉ ଭଗବାନଙ୍କୁ ଧନ୍ୟବାଦ ଜଣାଇବା। ଆଉ ଭଗବାନଙ୍କୁ ବ୍ରହ୍ମ ମୁହୂର୍ତ୍ତରେ ଧନ୍ୟବାଦ ଜଣାଇ ମୁଁ ବହୁତ ଆନନ୍ଦିତ। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ। ଜଗନ୍ନାଥ ବଳଭଦ୍ର ସୁଭଦ୍ରାଶ୍ଚ ସୁଦର୍ଶନମ୍ ଦାରୁ ବ୍ରହ୍ମସ୍ୱରୂପାୟ ଚତୁର୍ଦ୍ଧାମୂର୍ତେ ନମୋ ନମୋ। ଜୟ ଜୟ ଜଗନ୍ନାଥ, ଜୟ ଜୟ ଶ୍ରୀ ଜଗନ୍ନାଥ, ଜୟ ଜୟ ଶ୍ରୀ ଜଗନ୍ନାଥ। ଅନନ୍ତ କୋଟି ଦଣ୍ଡବତ ମଣିମା ତ ପଦାର ବିନ୍ଦରେ ଅନନ୍ତ କୋଟି ଦଣ୍ଡବତ। ଜୟ ଶ୍ରୀ ଜଗନ୍ନାଥ। ଏବେ ମୋର ଜଗନ୍ନାଥଙ୍କ ଦର୍ଶନ ହେଇଯାଇଛି। ଏବେ ସକାଳୁ ବି ପ୍ରାୟ ହେଇଗଲାଣି, 5ଟା 5:30 ପାଖାପାଖି ହେଇଯିବ, କାରଣ ଆମେ ଗାଁ ସାରା ବୁଲି ମନ୍ଦିର ଦର୍ଶନ କରି ଏବେ ଆମେ ଘରକୁ ଫେରିଗଲୁ। ଏବେ ଆମେ ଏଇଟା ଆମ ଘର ସାମ୍ନାରେ ଯେଉଁ ଆମର ଗାଦି ଭଗବାନ ଅଛନ୍ତି ତାଙ୍କର ଦର୍ଶନ ମୁଁ କରିଦେଲି। ଗାଦି ଠାକୁରଙ୍କର ଆମ ଗାଁରେ ବି ଭଜନ କୀର୍ତ୍ତନ ଆରମ୍ଭ ହେଇଗଲାଣି। ଏଇଟା ହେଉଛନ୍ତି ଆମର ଗାଦି ଭଗବାନ, ଆଉ ତାଙ୍କର କୀର୍ତ୍ତନ ହେବ। ଗାଁରେ ବି ଆଜି ଭୋଜିର ବି ଆୟୋଜନ ହେଉଛି। ପଞ୍ଚୁକରେ ଆମର ଯାହା ପ୍ରସାଦ ହୁଏ ଗାଦିଙ୍କ ପାଖରେ ଭୋଗ କହି ପ୍ରସାଦ ସମସ୍ତେ ସେବନ କରିବେ। ଗାଁରେ ନିମନ୍ତ୍ରଣ ଅଛି, ତେଣୁ ଆନନ୍ଦ କହିଲେ ନ ସରେ। ଆଉ ଦେଖନ୍ତୁ କେମିତି ଲାଗୁଛି ଅପୂର୍ବ ଆନନ୍ଦ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଜୟ ଶ୍ରୀକୃଷ୍ଣ। ଏଇ ଆମ ଝିଅ ବି ତାର ସବୁ କାମ ସାରି ଆଉ ଆମର ବୃନ୍ଦାବତୀଙ୍କ ପାଖରେ ଆଜି ମୁରୁଜ ପକେଇବାରେ ବସିଗଲାଣି। ଆଜି ତ ଶେଷ ଦିନ, ଯାହା ମନ ତାହା ଆଙ୍କି ଦେଇଯିବ। ଆଜି ତାର ସ୍ପେଶାଲ କିଛି ବନା ହେଉଛି ଆମର ପୂର୍ଣ୍ଣମୀ ପାଇଁ ବୋଇତରେ ସେ ଆମର ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଙ୍କିବା ପାଇଁ ଚେଷ୍ଟା କରୁଛି। ଆପଣମାନେ ଫୁଲକୁ ଦେଖନ୍ତୁ। ପୁଣି ପରବର୍ତ୍ତୀ ଭିଡ଼ିଓରେ ମୁଁ ଆମର ଯେଉଁ ଭଗବାନଙ୍କର